ଚାକିରି କରାଇଦେବା ନାଁରେ ଠକାମିର ଜାଲ ବିଛାଇଥିଲେ। ନକଲି ନିଯୁକ୍ତି ପତ୍ର ଦେଇ ଲକ୍ଷାଧିକ ଟଙ୍କା ଦେବା ପାଇଁ କହି ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି ଘଟଣାର ମାଷ୍ଟର ମାଇଣ୍ଡ। ଏପରି କିଛି ଘଟଣା ଘଟିଛି ବଲାଙ୍ଗୀର ସହରରେ। ଏ ସଂକ୍ରାନ୍ତରେ ଆଜି ପୋଲିସ ସଦର ଏସଡିପିଓ ଏକ ପ୍ରେସମିଟ୍ ମାଧ୍ୟମରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାଟି ଥିଲା ଏହିପରି। ଗତ 16 ତାରିଖ ଦିନ ବଲାଙ୍ଗୀର ଟିଡବ୍ଲ୍ୟୁ ଓ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ତରଫରୁ ଏକ ଅଭିଯୋଗ ଆସିଥିଲା। ଅଭିଯୋଗ ମୁତାବକ ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ଥାନା ଜଗନ୍ନାଥପୁର ଗାଁର ଅନନ୍ୟା ପରିଚ୍ଛା ନାମକ ଜଣେ ମହିଳାଙ୍କ ନିଯୁକ୍ତି ପତ୍ର ଆସିଥିଲା। ଓଡ଼ିଶା ସରକାରଙ୍କ ଏସ୍ସି ଏସ୍ଟି ଏନଭାଲଭମେଣ୍ଟ ମାଇନୋରିଟି କ୍ଲାसेस ଜନମଙ୍ଗଳ ବିଭାଗ ତରଫରୁ ଆସିଥିବା ଏହି ନିଯୁକ୍ତି ପତ୍ରରେ ଅନନ୍ୟାଙ୍କୁ ବଲାଙ୍ଗୀର ଜିଲ୍ଲା ତୁସୁରା ବ୍ଲକରେ WEO ପଦବୀରେ ନିଯୁକ୍ତି ଦେବା ପାଇଁ କମିଶନର କମ୍ ସେକ୍ରେଟାରୀଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ତୁସୁରା ଏକ ବ୍ଲକ ନଥାଇ ମଧ୍ୟ ନିଯୁକ୍ତି ପତ୍ରରେ ବଲାଙ୍ଗୀର ଜିଲ୍ଲା ତୁସୁରା ବ୍ଲକ ଲେଖାଥିବା ଜଣାପଡ଼ିବା ପରେ ଠକାମିର ପୂର୍ବାଭାସ ପ୍ରକଟ ହୋଇଥିଲା। ଆହୁରି ମଧ୍ୟ ସମ୍ପୃକ୍ତ ବିଭାଗରେ କମିଶନର କମ୍ ସେକ୍ରେଟାରୀଙ୍କ ଦସ୍ତଖତ ମଧ୍ୟ ମେଳ ଖାଉନଥିଲା। ଠକାମି ଜଣାପଡ଼ିବା ପରେ ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଖୋଜିବା ପାଇଁ ଇତିମଧ୍ୟରେ ପୋଲିସ ଖୋଳତାଡ଼ ଆରମ୍ଭ କରୁଥିଲା। ଶେଷରେ ଏହି ଘଟଣାର ମାଷ୍ଟର ମାଇଣ୍ଡ ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ନିଲାମଗୁଡ଼ା ଅଞ୍ଚଳର ବୃନ୍ଦାବନ ମୀନାକା 53 ବର୍ଷକୁ ଗିରଫ କରିବାରେ ବଲାଙ୍ଗୀର ପୋଲିସ ସଫଳ ହୋଇଛି। ଟାଉନ ଥାନା କେସ୍ ନମ୍ବର 45 ଦଫା 420, 467, 468 ଓ 471 ଆଇପିସିରେ ବୃନ୍ଦାବନକୁ ଗିରଫ କରି ଆଜି ବଲାଙ୍ଗୀର ଟାଉନ ଥାନାକୁ ଅଣାଯାଇଛି। ବୃନ୍ଦାବନ ଚାକିରି କରାଇଦେବା ନାଁରେ ଚାକିରି ଆଶାୟୀ ଅନନ୍ୟାଙ୍କଠାରୁ ଆଡଭାନ୍ସ 5 ଲକ୍ଷ ଟଙ୍କା ନେଇଥିବା ପୋଲିସ ଆଗରେ ସ୍ୱୀକାର କରିଛି। ବୃନ୍ଦାବନଙ୍କ ଠାରୁ ଗୋଟିଏ ମୋବାଇଲ ଓ 1.5 ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଟାଉନ ଥାନା ପୋଲିସ ଏସ୍ଆଇ ସୁଜ୍ଞାନ ବାରିକ, ମୋହିନ ମଲ୍ଲିକ, ଏଏସ୍ଆଇ ବିଡି ଡେହୁରୀ ପ୍ରମୁଖଙ୍କୁ ନେଇ ଗଠିତ ଏକ ଟିମ୍ ଏହି ଘଟଣାର ଅନୁସନ୍ଧାନ କରୁଥିଲା। रिपोर्ट आधार केस नंबर 45/2024 अंडर सेक्शन 420, 467, 468, 471 आईपीसी रे गोटे केस रजिस्ट्रेशन होता है। एसपी सार को जनला एसपी सार निर्देश अनुसार आमर आईसी राउन नेतृत्व दुईटा टीम फर्मेशन होता है। से केस तदंत केस तदंत आरंभ होता है। केस आम जी जाचु ये जो अनन्या परीक्षार बापा सुरेश चंद्र परीक्षा शरद चंद्र परीक्षा से गोटे स्कूल टीचर एवं ताकर भौणी गोटे गाँव जो गाँव बाहर से जगह ये जो एक्यूज अच्छी बृंदावन मीनाका सी भी गोटे स्कूल टीचर तो सी थ्रू के कंटाक्ट आसिक सी बृंदावन मीनाका यार कहले